ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଡ଼ିଶା ପ୍ରସିଦ୍ଧ ବରୁଣେଶ୍ୱର ମକର ମେଳାରେ ବରୁଣେଶ୍ୱର ୟୁଥ୍ ଫୋରମ୍ ପକ୍ଷରୁ ପୁରାତନ ପରମ୍ପରା ପୁନରୁତ୍ଥାନ ଯଥା ମକର ଚାଉଳ ବଣ୍ଟନ, ପୋଡ଼ପିଠା ବଣ୍ଟନ, ବାଲୁକା କଳା ପ୍ରଦର୍ଶନ ଇତ୍ୟାଦିକୁ ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଯୁବ ସମାଜସେବୀ ତଥା ବରୁଣେଶ୍ୱର ୟୁଥ୍ ଫୋରମ୍ର ସ୍ରଷ୍ଟା ଜିତେନ୍ଦ୍ର ପ୍ରଧାନ, ଅହଲ୍ୟା ସ୍ୱାଇଁ, ଚିକଣା ସରପଞ୍ଚ ପାର୍ବତୀ ମଲ୍ଲିକ, ଭାରତୀ କାଣ୍ଡି, ପ୍ରିୟତମା ବେଉରିଆ, ବ୍ଲକ ଅଧ୍ୟକ୍ଷା ରଞ୍ଜିତା ଦାସ ପ୍ରମୁଖ ଯୋଗ ଦେଇଥିଲେ। ଏକ ପବିତ୍ର କ୍ଷେତ୍ର, ଏ କ୍ଷେତ୍ରକୁ 10 ଦିନ ଧରି ମେଳା ଚାଲେ, ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ। ଏ କ୍ଷେତ୍ର ହେଉଛି ଆମ ଅଞ୍ଚଳର ଗର୍ବ ଏବଂ ଗୌରବ। ବରୁଣେଶ୍ୱର ୟୁଥ୍ ଫୋରମ୍ ତରଫରୁ ପ୍ରତ୍ୟେକ ବର୍ଷ ବାଲୁକା ଶିଳ୍ପ ମାଧ୍ୟମରେ ପ୍ରଭୁଙ୍କର ପ୍ରଚାର ପ୍ରସାର, ପ୍ରଭୁଙ୍କର ଲୀଳାକୁ କିପରି ବିଶ୍ୱସ୍ତରୀୟ ପହଞ୍ଚା ଯାଇପାରିବ ସେ ବାବଦରେ ଆମେ ଛୋଟିଆ ପ୍ରୟାସଟେ କରୁ ଏବଂ ବରୁଣେଶ୍ୱର କ୍ଷେତ୍ର ଯେଉଁ ପରମ୍ପରା ଧୀରେ ଧୀରେ ଲିଭି ଯାଉଛି, ଯଥା ମକର ମୁଆଁ, ପୋଡ଼ପିଠା, ମକର ଚାଉଳ ଏସବୁ କାର୍ଯ୍ୟକ୍ରମ କରାଯାଏ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ। ବରୁଣେଶ୍ୱର କ୍ଷେତ୍ରରେ ପ୍ରତିବର୍ଷ ଭଳି ସେଠି ବହୁ କାର୍ଯ୍ୟକ୍ରମ କରାଯାଏ। ସେଠି ମକର ଚାଉଳଠୁ ଆରମ୍ଭ କରି ପୋଡ଼ପିଠା, ଗୋବରା ଚଢ଼େଇ ନାଚ ମଧ୍ୟ କରାଯାଉଥିଲା। ପୁରୁଣା ଇତିହାସକୁ ମନେ ପକାଇବା ପାଇଁ ୟୁଥ୍ ଫୋରମ୍ ତାର ପ୍ରୟାସ ଜାରି ରଖିଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କରିଛି। ୟୁଥ୍ ଫୋରମ୍ ମାଧ୍ୟମରେ ବରୁଣେଶ୍ୱର କ୍ଷେତ୍ରର ପରିସର ବହୁତ କୋଳାହଳିତ ହୁଏ। ସେଇ ପ୍ରଥମ ଦିନଟି ଆମେ ସମସ୍ତେ ସହଯୋଗ କରୁ ୟୁଥ୍ ବାଲାଙ୍କୁ, କାରଣ ୟୁଥ୍ ମାନେ ସବୁ କ୍ଷେତ୍ରରେ ଆଗୁଆ ରହିଲେ ବରୁଣେଶ୍ୱର କ୍ଷେତ୍ର ଆଗୁଆ ନିଶ୍ଚୟ ରହିବ। ଆଉ ସେଇମାନଙ୍କ ଜରିଆରେ ହିଁ ଆମର ବରୁଣେଶ୍ୱରର ପ୍ରଚାର ପ୍ରସାର ଯାଇକି ସାରା ଓଡ଼ିଶାରେ ପହଞ୍ଚି ପାରୁଛି। ଯାଜପୁରରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ, ସ୍ୱରାଜ୍ୟ ଖବର।